ଯେତେବେଳେ କଂଗ୍ରେସ ଦଳରେ ମୁଁ ଫିଲ୍ କଲି ଯେ ମୋର ଆଉ ଆବଶ୍ୟକତା ନାହିଁ, ସେତେବେଳେ ମୁଁ କହିଲି ଯେ କଂଗ୍ରେସ ଦଳରେ ରହିଲେ ମୋର ଆଉ ଆତ୍ମସମ୍ମାନ ରହିବ ନାହିଁ, ତେଣୁ ମୁଁ କଂଗ୍ରେସ ଦଳ ଛାଡ଼ିଦେଲି। ଯେ କାହିଁକି ଏଭଳି ଫିଲ୍ କଲେ? କିଛି ମାସ ଧରିକିରି ମୁଁ ଏଇଟାକୁ ମୋର ଅନୁଭବ ହେଉଥିଲା ଯେ କଂଗ୍ରେସ ଦଳ ଯେଭଳି ଭାବରେ ମୋତେ ବ୍ୟବହାର କରିବା କଥା ସେଟା କରିନାହିଁ, ଏବଂ ଯଦି ମୁଁ କିଛି କରିବା ପାଇଁ ମଧ୍ୟ ଚାହେଁ ତାହେଲେ যেভাবে ভাবে সুযোগ মিলিবা কথা সে সুযোগ মিলুনা। স্যার আপন কোন চাহুଥିଲେ কংগ্রেস দল আপন সুযোগ দিলা? ମୁଁ କଂଗ୍ରେସ ଦଳର ମଙ୍ଗଳ ଚାହୁଁଥିଲି, କଂଗ୍ରେସ ଦଳକୁ ଚାହୁଁଥିଲି ଯେ ତାର ସଂଗଠନକୁ ବଢ଼େଇବା ପାଇଁ ତୃଣମୂଳ ସ୍ତରରୁ ଜିଲ୍ଲା ସ୍ତରରେ ଏବଂ ଯୁବ ପ୍ରତିଭାମାନଙ୍କୁ କିଭଳି ଭାବରେ ଆଗକୁ ଅଣାଯିବ ସେ ବିଷୟରେ ନିଶ୍ଚିତ ଭାବରେ କରିବା ପାଇଁ ମୋର ଯୋଜନା ଥିଲା ଏବଂ ଏ ବିଷୟରେ ଅନେକ ଆଲୋଚନା ମଧ୍ୟ କରିଛି। କିନ୍ତୁ ମୁଁ କାଳକ୍ରମେ ଦେଖିଲି ଯେ ଦଳ ଏଗୁଡ଼ିକ ଗ୍ରହଣ କରୁନାହିଁ ଏବଂ ଦଳରେ ମୋର ଆବଶ୍ୟକତା ନାହିଁ, ତେଣୁ ମୁଁ ଦଳ ଛାଡ଼ି ମୁଁ ଯୋଉଠି ଆବଶ୍ୟକତା ନାହିଁ ସେଠି ରହିଲେ ଆତ୍ମସମ୍ମାନ ନିଶ୍ଚିତ ଭାବରେ ହାନି ହେବ। ଆଚ୍ଛା, ଅଖିଳ ଭାରତୀୟ କଂଗ୍ରେସ କମିଟିର ନେତାଙ୍କୁ ଆପଣ ଜଣାଇଥିଲେ ରାଜ୍ୟ କଂଗ୍ରେସ କିଭଳି ଭାବରେ ଆଗକୁ ଯିବ ବିଷୟରେ ଶୁଣିଲେନି କି? କଂଗ୍ରେସ ଦଳର ପ୍ରଦର୍ଶନ କାହିଁକି ଖରାପ ହେଲା 2024ରେ ଏବଂ କ'ଣ କଲେ ଆଗାମୀ ଦିନମାନଙ୍କରେ କଂଗ୍ରେସର ଉନ୍ନତି ହେବ, ସଫଳତା ହାର ବଢ଼ିବ, ସେ ବିଷୟରେ ମୁଁ ନିର୍ଦ୍ଦିଷ୍ଟ ପ୍ରସ୍ତାବ ଏଆଇସିସିକୁ ଦେଇଛି। କିନ୍ତୁ ଆପଣ ଏଆଇସିସି ପ୍ରସ୍ତାବ ଦେଲା ପରେ ତାହା କାର୍ଯ୍ୟକାରୀ ହେଲାନି ବୋଲି ଆପଣ ଛାଡ଼ିଦେଲେ କି? ନାଇଁ, ସେଗୁଡ଼ିକ ହେଲା ଦୀର୍ଘସ୍ଥାୟୀ ପ୍ରସ୍ତାବ, କ'ଣ କରିବା ଉଚିତ, ତେଣୁ ତାକୁ ଯଦି ଏଆଇସିସି ଗ୍ରହଣ କରିବ ଭଲ କଥା, ଯଦି ଗ୍ରହଣ ନ କରିକି ସେମାନେ ଆଉ କିଛି କରିବା ପାଇଁ ଚାହିଁବେ ତାହେଲେ ସେଇଟା ତାଙ୍କର ନିଷ୍ପତ୍ତି। ରାଜ୍ୟ କଂଗ୍ରେସ ନେତାଙ୍କ ସହିତ ଆପଣ ପଡ଼ିଲେନି? ନା ନା, ମୋର ବ୍ୟକ୍ତିଗତ ଭାବରେ ସମସ୍ତ ନେତାଙ୍କ ସହିତ ଖୁବ ଭଲ ସମ୍ପର୍କ ଥିଲା, ଆଜି ମଧ୍ୟ ଅଛି। ବହୁତ ସିନିୟର ଲିଡରଙ୍କ ସହିତ ମୁଁ ଆଗରୁ କାମ କରିଛି, ସେମାନେ ମୁଁ ସରକାର ଥିଲାବେଳେ ସେମାନେ ମନ୍ତ୍ରୀ ଅଛନ୍ତି, ମୋର ସେମାନଙ୍କ ପ୍ରତି ବହୁତ ସମ୍ମାନ ଅଛି। ତେଣୁ ଏଇଟା ବ୍ୟକ୍ତିଗତ ଘଟଣା ନୁହେଁ, ଏଇଟା ଗୋଟେ ଦଳଗତ ବ୍ୟବସ୍ଥା। ଯୋଉ ସ୍ଥିତିରେ ବର୍ତ୍ତମାନ କଂଗ୍ରେସ ଗତି କରୁଛି ଆପଣ କ'ଣ ଅନୁମାନ କରୁଛନ୍ତି? ରାଜ୍ୟ କଂଗ୍ରେସ ଯୋଉ ସ୍ଥିତିରେ ବର୍ତ୍ତମାନ ଗତି କରୁଛି, ଯୋଉ ସମୟ ଦେଇ ଗତି କରୁଛି, ଦଳ ପାଇଁ ଆଗାମୀ ଦିନରେ ବହୁତ ସମ୍ଭାବନା ରହିଛି, କିନ୍ତୁ ଦଳ ତାକୁ ଠିକ ଭାବରେ ବ୍ୟବହାର କରିବା ଦରକାର। ତାକୁ ସେ ସୁଯୋଗ ଯୋଉ ଆସୁଛି ସେ ସୁଯୋଗକୁ ନେଇକିରି ଆଗକୁ ବଢ଼ିବା ଦରକାର। ତାହା ଯଦି କରି ନ ପାରିବ ତାହେଲେ ସୁଯୋଗ ଆସିବ, ଚାଲିଯିବ। ବିଜୟ ପଟ୍ଟନାୟକଙ୍କ ଗତି କୁଆଡ଼େ ଆଗାମୀ ଦିନ? ମୁଁ ଯୋଉ ଉଦ୍ଦେଶ୍ୟ ନେଇକି ରାଜନୀତିକୁ ଆସିଥିଲି ସେଇଟା ଥିଲା ଯେ ମୁଁ ଲୋକଙ୍କର ସେବା କରିବି, ଏଇଟା ଗୋଟେ ପ୍ଲାଟଫର୍ମ ଭାବରେ ମୁଁ ତାକୁ ବ୍ୟବହାର କରିବି ବୋଲି ଭାବିଥିଲି। ଆଗାମୀ ଦିନମାନଙ୍କରେ ମୁଁ ସେଇ ଉଦ୍ଦେଶ୍ୟକୁ ପୁଣି ଥରେ ରଖିବି ଏବଂ ଲୋକଙ୍କ ପାଖକୁ ପ୍ରତ୍ୟକ୍ଷ ଭାବରେ ଯିବି। ସେମାନଙ୍କର ଯୋଉ ମୋର କରିବାର ଯୋଉ କାର୍ଯ୍ୟକ୍ରମ ଥିଲା ସେଇ କାର୍ଯ୍ୟକ୍ରମ ପୁଣି ଥରେ ମୁଁ ଚାଲୁ କରିବି। କୌଣସି ଦଳକୁ ଯିବେ ନା, ମୁଁ କୌଣସି ଦଳରେ ବର୍ତ୍ତମାନ ଯୋଗ ଦେବା ପାଇଁ କୌଣସି ଅଭିପ୍ରାୟ ରଖିକିରି ମୁଁ ଏଠୁ ରିଜାଇନ୍ କରିବି। ଭାରତୀୟ ଜନତା ପାର୍ଟି କିମ୍ବା ବିଜେଡି ଡାକେ, ମୁଁ କୌଣସି ଦଳରେ ଯୋଗ ଦେବା ପାଇଁ ମୋର କୌଣସି ପ୍ରକାରର ଇଚ୍ଛା ନାହିଁ। ନୂଆ ଦଳ ଗଠନ କରିବେ? ଦଳ ଗଠନ କରିବାର ବର୍ତ୍ତମାନ ସମୟ ନୁହେଁ। ବର୍ତ୍ତମାନ ସମୟ ହେଉଛି ଲୋକଙ୍କ ପାଖରେ କାମ କରିବା ଦରକାର, ଲୋକଙ୍କ ପାଖରେ ପହଞ୍ଚିବା ଦରକାର। ତାଙ୍କର ଯୋଉ ସମସ୍ୟା ଅଛି ତାକୁ ସମାଧାନ କରିବା ପାଇଁ ଯଥାସାଧ୍ୟ ହେଇପାରିବ। ବିଭିନ୍ନ ପ୍ରସଙ୍ଗ ଆପଣ ସରକାର କାଉଣ୍ଟର କରୁଥିଲେ, ସେ କାଉଣ୍ଟର ଜାରି ରହିବ? ସରକାରଙ୍କର ଯେତେବେଳେ ଦୋଷ ଦୁର୍ବଳତା ଥିଲା ବିଜେଡି ସରକାରଙ୍କର, ମୁଁ ତାକୁ ଖୁବ ଖୋଲାଖୋଲି ଭାବରେ ଏବଂ ନିର୍ଭୀକ ଭାବରେ ଉପସ୍ଥାପନ କରିଛି ଏବଂ ଯଦି କୋଉଠି ଅନ୍ୟାୟ ହୁଏ, ଯଦି କୋଉଠି ଦୁର୍ନୀତି ହୁଏ ତାକୁ ନିଶ୍ଚିତ ଭାବରେ ମୁଁ ଉପସ୍ଥାପନ କରିବି। ଯାହା ଚର୍ଚ୍ଚା ହେଉଛି ଯେ ଆପଣ ମୁଖ୍ୟମନ୍ତ୍ରୀଙ୍କର ଆଡଭାଇଜର ହେବେ, ଯାହା ଚର୍ଚ୍ଚା ହେଉଛି ଗଣମାଧ୍ୟମରେ, ଏଥିରେ କୌଣସି ସତ୍ୟତା ନାହିଁ।